प्रचार करुछु कवि विश्वनाथ खुंटिया कृत विचित्र रामायणर 18तम भाग। प्रयोजना डॉक्टर शांतनु कुमार रथ, संगीत परिचालना प्रफुल्ल चंद्र बेहरा। अयोध्याकांड आरंभ रे दशरथ रामचंद्र को राज्यभार देवाई गुरु मंत्री और ज्ञाति मानक सह परामर्श करिसेंती। मंत्री सुमंत्र नगर रे उत्सव आयोजन सह राजघोषणा कराइछंती। ए घोषणा सुनी मंथरा आसी कैकेयी को मंत्रणा देइछि। कैकेयी भरत राजा हेबा एवं राम वनवासर बर मागिछंती दशरथंकु। दशरथ एकथा सुनी तटनी तटस्थ होइछंती। बहु प्रकारे बुझाइछंती कैकेयी को एथरु निवृत्त रहिबा पई। अनंतरे कथा शुण गो सर्वाणी, अयोध्या कांड चरित अपूर्व कहानी। श्रीराम सीतांक संगे विहार करंती, नाना कौतुके दिन मानंकु हरंती। बुद्धि विवेक सागर तुल्य रामचंद्र, देखी दशरथ राजा मनरे आनंद। विचारंती श्रीरामंकु नृपति करीबी, राज्य भार समर्पिण तपस्या कुजीबी। एते भावी पति जे आस्थाने बसिले, बोलई विक्रम पात्र मंत्री डकाइले। एथु अनंतरे कथा शुण गो सर्वाणी, अयोध्या कांड चरित अपूर्व कहानी। गुरु गौरव ज्ञाति जे अमात्य, मंत्री मानंकु पचारिले, राम राज्य को योग्य की होइले। जुगे जुगे राम युवराज हंतु बोली समस्ते बोइले। सुजने राम सकल गुण रे निपुण, सूर्य वंश कुंज वन अरुण। रिपु नृपति निबारी बापाई, जात मृगेन्द्र तरुण हे। भो देव राम सकल गुण रे निपुण। हेमंत शुणी नृपति चूड़ामणि, मंत्री की चाहिए जा देले। नगरे उत्सव करा बोइले, श्री रामचंद्र अयोध्या युवराज हेबाकु योग्य होइले। सुमंत्र एबे अभिषेक विधि भियाओ, आंभ कटके घोषणा दियाओ। नक्षत्र बार चंद्र जोग इछि, श्री रामचंद्र अणाओ हे। सुमंत्र एबे अभिषेक विधि भियाओ। आज्ञा प्रमाण रे नगरे सुमंत्र, उत्सव मंडली की कले। अभिषेक विधि भी आइले, रात्र पाहिले राम राजा होइबे।
ପୁତ୍ର ରାମଚନ୍ଦ୍ରଙ୍କୁ ରଥରେ ବସାଇ ଘେନି ଓଇଲେ ରାଜା ଆଜ୍ଞା ପାଇ ରାମ ନୃପତିଙ୍କି ଦର୍ଶନ କରିଣ ପଶିଲେ ଶିରନୁ ମାଇ ହେ ସୁଜନେ ରାମଚନ୍ଦ୍ରଙ୍କୁ ରରେ ବସାଇ ରାମଙ୍କୁ ଚାହିଁ ଆନନ୍ଦ ହୋଇ ରାଜା ବୋଲନ୍ତି ହେ ରାମ ଶୁଣ ତୁମ୍ଭେ ସକଳ ଗୁଣରେ ନିପୁଣ ବିଶେଷ ଜ୍ୟେଷ୍ଠ ରାଣୀଙ୍କ ଜ୍ୟେଷ୍ଠ ପୁତ୍ର କୁଳକୁ ଅଟକାରଣ ହେ ଶ୍ରୀରାମ କାଲି ହୋଇବ ତୁମ୍ଭେ ଯୁବ ରାଜା ଆଜି ଅଧିବାସରେ ପାଅ ପୂଜା ପୁଷ୍ୟ ନକ୍ଷତ୍ରରେ କକଡ଼ା ଚନ୍ଦ୍ରମା କହିଲେ ବଶିଷ୍ଠ ଯାହେ ଶ୍ରୀରାମ କାଲି ହୋଇବ ତୁମ୍ଭେ ଯୁବ ରାଜା ହେମନ୍ତ ବାଣୀ ଅନ୍ତପୁରେ ଶୁଭିଲା ଶୁଣିଲା ଯେ ମହଡ଼ି କୈକେୟୀଙ୍କି କହିଲା କର ଯୋଡ଼ି ଶୁଣିଣ ସେ ତାକୁ ଆପଣା କଣ୍ଠରୁ ରତ୍ନମାଳା ଦେଲେ କାଢି ସେ ସୁନ୍ଦରୀ ଦେଖି ଚକିତ ହୋଇଲା ମନ୍ଥଡ଼ା ମାଳା ପକାଇ ବୋଲେ ନାହିଁ ଲୋଡ଼ା ନୃପତି ସୌଭାଗିରଣୀ ବୋଲାଓ ଶୁଣିଲୁ ପାଖି ମୃଡ଼ାଗ ସୁନ୍ଦରୀ ଦେଖି ଚକିତ ହୋଇଲା ମନ୍ଥଡ଼ା ପୁଣି ମନ୍ଥଡ଼ା ବୋଇଲା ତାହାଙ୍କୁ ବଧାଇ ଦିଅ କାହିଁ ପାଇଁ କୁମ୍ଭ ପୁତ୍ର ତରା ଝେଲେ ନାହିଁ କୌଶଲ୍ୟା ରାଜମାତା ବୋଲାଇବେ କୁମ୍ଭର ହର୍ଷ କି ପାଇଁ ଗୋ ସୁନ୍ଦରୀ ଏବେ ଶୟନ କର କ୍ରୋଧ ପୁର ରାଜା ଅଇଲେ ମାଧବେ ନିଭର ରାମ ବନେ ଯିବେ ବ୍ରତ ରାଜା ହେବେ ପୂର୍ବ କଥା ମନେ କର ଗୋ ସୁନ୍ଦରୀ ଏବେ ଶୟନ କର କ୍ରୋଧ ପୁର ମନ୍ଥଡ଼ା ବାଣୀ କୈକେୟୀ ରାଣୀ ଶୁଣି କ୍ରୋଧ ମନ୍ଦିରେ ପହୁଡ଼ିଲେ ଦୃଢ଼ କରିଣ କବାଟ ପାଡ଼ିଲେ ଗୁରୁ କ୍ରୋଧ ବଇ ଧରଣୀରେ ଶୋଇ ଆଭରଣ ଦୂର କଲେ ସେ ସୁନ୍ଦରୀ ରାଜା ରାମଙ୍କୁ ଦିନ ମିଲାଣି ନିଜ ସଦନେ ପ୍ରବେଶ ରଜନୀ ମଦନ ବସି କୈକେୟୀ ରାଣୀ ପାଶେ କହେ ନାନା ଚାଟୁ ବାଣୀ ସେ ରାଜନ ରାଜା ରାମଙ୍କୁ ଦିନ ମିଲାଣି
ନୃପତି ଶିରରେ ପୁଳିସ ପଡ଼ିଲା ପ୍ରାୟ କହିଲା ଆଉ ଦେହରେ ଜ୍ଞାନ ନ ରହିଲା କେତେବେଳେ ପୁଣି ସ୍ୱପ୍ନ ପ୍ରାୟ ମଣି କଇକେଇଙ୍କି କହିଲା ସେ ରାଜନ ଏହା ମୋତେ ବୋଲରେ ତରୁଣୀ ପ୍ରାଣ ମାଗିଲେ ଦେବି ଏହି କ୍ଷଣି ବୋଲେ ବିଶି ରାଜାଙ୍କର କ୍ରୋଧ ଭରେ ବେନି ନେତୃବେ ପାଣି ହେ ସୁଜନେ ବେନି ନେତ୍ରରୁ ବହଇ ପାଣି ହେ କୌଶଲ୍ୟାଦି ଯେତେ କନାରୀ ନ ଚାହାନ୍ତି ତୋର କୋପକୁ ଡରି ଶ୍ରୀରାମକୁ ଯେବେ ପେଶିବୁ ବନେ କି ବୋଲିବେ ମୋତେ ସକଳ ଜନେ ଆରେ କୋପନା ବର ଏବେ କୋପ ସଂହର ହୀନ ବିନୟ ମୋର ରାମକୁ ନ ଦେଖି ଛାଡ଼ିବି ପ୍ରାଣ ଏକଥା ମୋହର ସତ୍ୟ ପ୍ରମାଣ କରିଥିଲି ତୋତେ ଗଳାର ମଣି କାଳେ ହୋଇଲୁ ତୁ କାଳ ସର୍ପିଣୀ ଆରେ କୋପନା ବର ଏବେ କୋପ ସଂହର ହୀନ ବିନୟ ମୋର କଲେ ତୋତେ ମୋର ରାମ ପାଇଁ ତାହାକୁ ହୋଇଛୁ ବାମ କାଳେ ହେ ନଥିଲା ତୋର ଏ ରୀତି ଶିଖାଇଲା ତୋତେ କେଉଁ ଯୁବତୀ ଆରେ କୋପନା ବର ଏ କୋପ ସଂହର ହୀନ ବିନୟ ମୋର କହୁ ହେଲା ନିଶେଷ ଶଙ୍ଖ ଶବଦ ଶୁଭିଲା ବିଶେଷ କେବେ ହେତା ମନ ନହିଲା ତୋଷ ବୋଲେ ବେଶୀ କଲା ରୋଷ ଶେଷ ମନ ନହିଲା ତୋଷ କଲା ରୋଷ ଶେଷ ମନ ନହିଲା ତୋଷ ଶେଷ ହେଲା କବି ବିଶ୍ୱନାଥ ଖୁଣ୍ଟିଆ କୃତ ବିଚିତ୍ର ରାମାୟଣର 18ତମ ଭାଗ। ଏହି ଭାଗରେ ପ୍ରଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ରାମହରି ଦାସ, ସଙ୍ଗୀତା ଗୋସାଇଁ, ନିଶିପ୍ରଭା ପାଣି ଏବଂ କୃଷ୍ଣଚନ୍ଦ୍ର ରାୟ। ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା ଏବଂ ସହଯୋଗିତା ଅଭୟ କୁମାର ଦାସ।